ପ୍ରକୃତିରେ ବୁଦ୍ଧି ଅହଙ୍କାର ଆଉ ଇନ୍ଦ୍ରିୟ ପ୍ରାଣ ଏ ସବୁ ପ୍ରକୃତିରେ ଅଛି। ସବୁ ଏ ପ୍ରକୃତିରୁ ସେଇ ଆମେ ନିଜେ ଯେ ଜୀବାତ୍ମା ହେଇକି ଆମେ ଯେତେବେଳେ ଆସୁଛୁ ସେଇଥିରୁ ଆମେ ପ୍ରକୃତିରୁ ଏଗୁଡ଼ାକ ସବୁ ନେଉ। ଏଗୁଡ଼ାକ ନେଲା ପରେ ତେଣୁ ମନ ହେଲେ ତାପରେ ଆମେ ଚିନ୍ତା କରୁଛୁ ଭାବନା କରୁଛୁ ଯାହା ସବୁ ମନରେ, ଆଉ ତାପରେ କାନରେ ଆମେ ଶୁଣୁଛେ, ଆଖିରେ ଦେଖୁଛେ, ଆଉ ବାକି ଯେତେ ସବୁ ପ୍ରାଣ ବି ଆମର ଅଛି ନିଶ୍ୱାସ ପ୍ରଶ୍ୱାସ ସବୁ ଯାଉଛି। ଆମେ ଖାଉଛେ ମଧ୍ୟ, ଖାଇଲେ ସେଇଟା ହଜମ କରୁଛେ, ସେ ହଜମ କଲେ ସେଇଟା ବି ସେଇ ପ୍ରାଣ ଶକ୍ତିରେ ସେଇଟା ଆସୁଛି ସବୁ। ଏ ସବୁ ଆମେ ଯାହା ସବୁ କରୁଛେ କିନ୍ତୁ ଆମେ ସେଇ ଆତ୍ମା, ଯେଉଁ ଆତ୍ମା କି ଭଗବାନଙ୍କର ଏକ ଅଂଶ, ଆଉ ଯେଉଁ ଆତ୍ମା କି ଅଜର ଅମର, ତାହେଲେ ତାର ବୁଢ଼ା ଅବସ୍ଥା ନାହିଁ ଆଉ ଅମର, ତାର ମୃତ୍ୟୁ ନାହିଁ। ଆମେ ସେଇ ଆତ୍ମା ବୋଲି ବୁଝିବା କଥା। ତ ଆମେ ଭାବୁଛେ ଯେ ଆମେ ଯେଉଁ କରୁଛେ ଆମର ନିଜ ସ୍ୱରୂପଟା କ'ଣ, ପ୍ରକୃତ ସ୍ୱରୂପ ଆମର କ'ଣ, ଏ ଶରୀର ନୁହେଁ। ବାପା ମା ଆମର ଯେମିତି ଆମ ଏ ଶରୀରଟା ବାପା ମାଆଙ୍କଠୁ ଏଇଟା ଜନ୍ମ ହେଇଛି, ସେଇଟା ସେମିତି ଆମେ ଯେତେବେଳେ ଯେମିତି ବାପା ମାଆଙ୍କଠୁ ଆମେ ଜନ୍ମ ହେଇଛେ, ଆମର ବାପା ମା ମଧ୍ୟ ସେମିତି ଜନ୍ମ ହେଇଛନ୍ତି, ତାଙ୍କ ବାପା ମାଆଙ୍କଠୁ ସେମିତି ଜନ୍ମ ହେଇଛନ୍ତି। ସେଠୁ ଏଇଟା ହେଉଛି ସେଇଟା ଶରୀରର ଏଗୁଡ଼ା ଧର୍ମ ସବୁ। କିନ୍ତୁ ତା ଭିତରେ ଯେଉଁଟା ଆତ୍ମା ଅଛନ୍ତି, ସେଇ ଆତ୍ମା ହେଉଛନ୍ତି ଆମର ଯେତେ ଦିନ ଯାଏ ଆମେ ଏଇଠି ଅଛେ, କିଏ ଅମୁକ ବ୍ୟକ୍ତି ଆମର ବାପା, ଅମୁକ ବ୍ୟକ୍ତି ମା, ଏମିତି କରିକି ବାପା ମା ଆମର ହେଇକରି ସଂସାରରେ ଆମେ କାର୍ଯ୍ୟକ୍ରମ କରୁଛୁ ସେଟା। କିନ୍ତୁ ପ୍ରକୃତରେ ଏଇଟା ଆମ ନିଜ ସ୍ୱରୂପ ନୁହଁ। ଆମର ନିଜ ସ୍ୱରୂପ ହେଲା ଯେ ସେଇ ଆତ୍ମା। ତ ଆମର ମନ, ବୁଦ୍ଧି, ଅହଙ୍କାର ଆଉ ଇଏ ପ୍ରାଣ, ଇଏ ଯାହା ସବୁ ଅଛି ଏଗୁଡ଼ା ସବୁ ପ୍ରକୃତିରୁ ଆମେ ନେଇକରି ସଂସାରରେ ଚଳପ୍ରଚଳ ଆମେ ହେଉଛେ ସବୁ। ସଂସାରରେ ରହିବା ପାଇଁ ବୋଲିକି, କାମ କରିବା ପାଇଁ ବୋଲିକି, ଜୀବନ ଧାରଣ କରି ରହିବା ପାଇଁ ଯାହା ଆମର ଦରକାର ସେଗୁଡ଼ାକ ସବୁ ଆମେ ଏଇଠି ସେଥିପାଇଁ ବୋଲିକି ପ୍ରକୃତିରୁ ଏଗୁଡ଼ାକ ସବୁ ଆମେ ନେଉଛେ। ଭଗବାନ ନିଜେ ଗୀତାରେ କହିଲେ ଆମେ ହେଉଛୁ ସେଇ ଆତ୍ମା, କିନ୍ତୁ ସେଇ ହିଁ ପ୍ରକୃତିରୁ ମନ ସ୍ଥାନ ଇନ୍ଦ୍ରିୟାଣୀ ପ୍ରକୃତି ସ୍ଥାନୀ କରୁଛନ୍ତି। ଆମେ ପ୍ରକୃତିରୁ ମନ